ଓଡ଼ିଆ ଜୁନ୍ 2025 ଆଲୋଚନା କରିବା। କେଉଁ ଚଉତିଶାଟି ବିଷ୍ଣୁ ଦାସଙ୍କ ରଚନା ନୁହେଁ? କେଉଁ ଚଉତିଶାଟି ବିଷ୍ଣୁ ଦାସଙ୍କ ରଚନା ନୁହେଁ? ଗୋପଜୀବନ ଚଉତିଶା। ଗୋପଜୀବନ ଚଉତିଶା ଅଟି ଚାନ୍ଦ ଦାସଙ୍କର। ଗୋଦାବୈଶ ମହାପାତ୍ରଙ୍କ ମନ୍ଦିରମାୟା ଉପନ୍ୟାସରେ କିଏ ଶତ୍ରୁପକ୍ଷ ଭାବେ ବର୍ଣ୍ଣିତ? ମରହଟ୍ଟା। ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜଙ୍ଗଲୀ ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଉତ୍କଳ ସାହିତ୍ୟ। ମୋଟିଭ୍ ଇଣ୍ଡେକ୍ସ ଅଫ୍ ଫୋକ୍ ଲିଟରେଚର ପ୍ରଦତ୍ତ କର୍ମ ଅନୁଯାୟୀ ନିମ୍ନ ମୋଟିଭ୍ ଗୁଡ଼ିକର ଉପଯୁକ୍ତ କ୍ରମ ନିର୍ଦ୍ଧାରଣ କର। ଫାର୍ଷ୍ଟ ହେବ ଜୀବଜନ୍ତୁ ସମ୍ପର୍କୀୟ, ତାପରେ ଯାଦୁବିଦ୍ୟା ସମ୍ପର୍କୀୟ, ତାପରେ ମୃତ ସମ୍ପର୍କୀୟ, ତାପରେ ଚତୁରତା ସମ୍ପର୍କୀୟ। ଅପସନ୍ ଏ ହେବ ରାଇଟ୍ ଆନ୍ସର। ଶାଶୁ ମାଳିନୀ ଦେବୀ ନବବିବାହିତା ଅନୁକୁ ଉଦ୍ଦେଶ୍ୟ କରି 7ଟି ଦିନର ସତୀ ଉପନ୍ୟାସରେ ଧବଳି ବୋଲି କାହାକୁ ଇଙ୍ଗିତ କରିଛନ୍ତି? ଧଳା ମାରୁତି କାରକୁ। 7ଟି ଦିନ ସତୀ ଉପନ୍ୟାସ ହେଲା କିଶୋରୀଚରଣ ଦାସଙ୍କ ପ୍ରଥମ ଉପନ୍ୟାସ। ଏଥିରେ ନାୟକ ହେଲା ଭୀଷଣ, ନାୟିକା ହେଲା ଅନୁପମା। କେଉଁ ଲେଖକ ରୁଷିଆ ସମ୍ପର୍କରେ ଭ୍ରମଣ ସାହିତ୍ୟ ଲେଖିନାହାନ୍ତି? ଶ୍ରଦ୍ଧାକାନ୍ତ ସୁପକାର, ଗୁରୁଚରଣ ପଟ୍ଟନାୟକ, ଗୋରାଚାନ୍ଦ ମିଶ୍ର, ସୂର୍ଯ୍ୟକାନ୍ତ ଦାସ। ରୁଷିଆ ସମ୍ପର୍କରେ ଭ୍ରମଣ ସାହିତ୍ୟ ଲେଖିନାହାନ୍ତି ଗୋରାଚାନ୍ଦ ମିଶ୍ରଙ୍କର। ଗୋରାଚାନ୍ଦ ମିଶ୍ରଙ୍କ ଭ୍ରମଣ ସାହିତ୍ୟ ନାଁ ହେଲା ଶିରିଡ଼ିରୁ ପୁଟ୍ଟପର୍ତ୍ତୀ। ଶ୍ରଦ୍ଧାକାନ୍ତ ସୁପକାରଙ୍କ ଭ୍ରମଣ ସାହିତ୍ୟ ନାଁ ହେଲା ରୁଷିଆ ଭ୍ରମଣ। ଗୁରୁଚରଣ ପଟ୍ଟନାୟକଙ୍କର ଭ୍ରମଣ ସାହିତ୍ୟ ନାଁ ହେଲା ରୁଷରେ ଯାହା ଦେଖିଲି। ସୂର୍ଯ୍ୟକାନ୍ତ ଦାସଙ୍କର ହେଲା ମସ୍କୋ ଦର୍ଶନ। ବଜ୍ରବାଦନ ଓ ଜରଦଗଭ ଛଦ୍ମନାମରେ କିଏ ରାଜନୈତିକ ପଦ୍ୟ ରଚନା କରିଥିଲେ? ବୈକୁଣ୍ଠନାଥ ପଟ୍ଟନାୟକ। ଅନ୍ତର୍ଗତ ସୁଖ ଦୁଃଖ କବିତା ସଂକଳନରେ ଜୀବନାନନ୍ଦ 100 ବର୍ଷ କବିତାରେ କେଉଁମାନେ ତାଙ୍କୁ ଝୁରି ହେଉଥିବେ ବୋଲି ଆବେଗଦୀପ୍ତ ଭାଷାରେ କବି ପ୍ରକାଶ କରିଛନ୍ତି? ଅନ୍ତର୍ଗତ ସୁଖ ଦୁଃଖ କବିତା ହେଉଛି ଭାନୁଜୀ ରାଓଙ୍କର। ଏଥିରେ ଜୀବନାନନ୍ଦ 100 ବର୍ଷ କବିତାରେ ସେ କହିଛନ୍ତି ତାଙ୍କୁ ଆଦିମ ପେଚା ଧୂସର ନେଉଳ ଝୁରି ହେଉଛନ୍ତି ବୋଲି କବି ପ୍ରକାଶ କରିଛନ୍ତି। ପରୀକ୍ଷା ଫଳ ବାହାରିଲା, ମୁଁ ପାସ୍ କରିଅଛି। ଏହା କେଉଁ ପ୍ରକାର କ୍ରିୟା ପ୍ରକରଣକୁ ବୁଝାଉଛି? ବର୍ତ୍ତମାନ ସମ୍ମାନ। ହରିବଂଶ ଓ ଶାଳା ମହାଭାରତରେ ବର୍ଣ୍ଣିତ ଉପାଖ୍ୟାନକୁ ନେଇ ନିମ୍ନ ପ୍ରଦତ୍ତ କେଉଁ କାବ୍ୟଟି ରଚିତ? ଉଷାଭିଳାଷ ଶିଶୁଶଙ୍କର ଦାସଙ୍କର। ଉତ୍କଳମଣି କେଉଁ ଦୁଇଟି କାବ୍ୟରେ ଜାତୀୟ ଭାବପ୍ରବଣତା ପ୍ରକାଶ ପାଇଛି? କାଳ କବିତା ଓ ଅବକାଶ ଚିନ୍ତା। ଓଡ଼ିଶାର କେଉଁ ଆଲୋଚକ ପାଠକ ପତ୍ରିକା ତତ୍ତ୍ୱର ପାଶ୍ଚାତ୍ୟ ଆଲୋଚକଙ୍କୁ ଇଣ୍ଡିଭିଜୁଆଲିଷ୍ଟ, ଏକ୍ସପେରିମେଣ୍ଟର୍ସ ଓ ୟୁନିଫର୍ମିଷ୍ଟଲିଷ୍ଟ ଏହି 3 ଭାଗରେ ଭାଗ କରିଛନ୍ତି? ପଞ୍ଚାନନ ମିଶ୍ର। ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ ପୁସ୍ତକ ପ୍ରତିବାଦରେ ଓଡ଼ିଶାର କେଉଁ 2ଟି ପତ୍ରିକାରେ ଆଲୋଚକମାନେ ପ୍ରକାଶ ପାଇଥିଲା? ଉତ୍କଳ ଦୀପିକା, ସମ୍ବାଦ ବାହିକା। ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ କାନ୍ତିଚନ୍ଦ ଘଣ୍ଟାଚାର୍ଯ୍ୟଙ୍କ ପୁସ୍ତକ। ସଂସ୍କୃତ ପ୍ରଭାବ ମୁକ୍ତ ପ୍ରଥମ ଓଡ଼ିଆ କାଳ୍ପନିକ କାବ୍ୟ କଳ୍ପଲତା ଅର୍ଜୁନ ଦାସଙ୍କର। ଜାତ ଇଚ୍ଛାବତୀ ହେଉଛି ବନମାଳୀ ଦାସଙ୍କର। ପରିମଳା ହେଉଛି ନରସିଂହ ସେଣଙ୍କର। ପ୍ରେମଲୋଚନା ହେଉଛି ବିଷ୍ଣୁ ଦାସଙ୍କର। କେଉଁ ଲେଖକ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ମୋତେ ଗୋଟିଏ ଉପାଧି ଦିଆଗଲା, ତା ଅର୍ଥ ମୁଁ ଏପର୍ଯ୍ୟନ୍ତ ବୁଝିନାହିଁ? ଗୋପପା ସ୍ୱାମୀ, ସଂକ୍ଷେପରେ କୁପା। ଗୋପୀନାଥ ମହାନ୍ତି ଆତ୍ମଜୀବନୀ ସତ୍ୟ ଶକ୍ତି।
ଚଇତି ଘୋଡ଼ା ଗୀତ, ଲଉଡ଼ି ଗୀତ, ପାଟୁଆ ଗୀତ, ଜହ୍ନିଓଷା ଗୀତ ଏ କର୍ମରେ ଏଗୁଡ଼ିକ ଗାନ ହୋଇଥିବା ତିଥିଗୁଡ଼ିକର ଉପଯୁକ୍ତ କ୍ରମ ନିର୍ଦ୍ଧାରଣ କର। ଚଇତି ଘୋଡ଼ା ଗୀତ ଚୈତ୍ର ପୂର୍ଣ୍ଣିମାରେ, ଲଉଡ଼ି ଗୀତ ଦୋଳ ପୂର୍ଣ୍ଣିମାରେ, ପଟୁଆ ଗୀତ ପଣା ସଂକ୍ରାନ୍ତିରେ, ଜହ୍ନିଓଷା ଗୀତ କୁମାର ପୂର୍ଣ୍ଣିମାରେ। ଅପସନ୍ 4 ହେବ କରେକ୍ଟ ଆନ୍ସର। କୁଞ୍ଜବିହାରୀ ଦାସ କେଉଁ ଦୁଇଟି ଭ୍ରମଣ ସାହିତ୍ୟ ରଚନା କରିଛନ୍ତି? ମୋ ସ୍ୱପ୍ନର କାଶ୍ମୀର, ରୁଷିଆ ଭ୍ରମଣ, ପଥ ପ୍ରାନ୍ତେ, ପଥ ପଥିକ। କୁଞ୍ଜବିହାରୀ ଦାସଙ୍କ ଭ୍ରମଣ ସାହିତ୍ୟ ହେଲା ମୋ ସ୍ୱପ୍ନର କାଶ୍ମୀର, ପଥ ପଥିକ। ଏ ଆଉ ଡି। ରୁଷିଆ ଭ୍ରମଣ ହେଲା ସଦାକା ସୁପକାରଙ୍କର, ପଥ ପ୍ରାନ୍ତେ ହେଲା ଉମେଶ ଚନ୍ଦ୍ର ପାଣିଗ୍ରାହୀଙ୍କର। ମାଇଗ୍ରେସନାଲ ଥିଓରିର ପ୍ରଥମ ପ୍ରବକ୍ତା କିଏ? ମାଇଗ୍ରେସନାଲ ଥିଓରିର ପ୍ରଥମ ପ୍ରବକ୍ତା ହେଲେ ଥିଓଡର ବେନଫି। କେଉଁଟା ବୌଦ୍ଧଯୁଗୀୟ ପୃଷ୍ଠଭୂମିର ଉପନ୍ୟାସ ନୁହେଁ? ରାଣୀ ଶ୍ୟାମାବତୀ, ଆଜୀବକର ଅଟ୍ଟହାସ, ରାଣୀ କପରସି, ଆଦି ଅନନ୍ତ। ବୌଦ୍ଧଯୁଗ ପୃଷ୍ଠଭୂମି ଉପନ୍ୟାସ ନୁହେଁ, ଅନାଦି ଅନନ୍ତ ବଳରାମ ପଟ୍ଟନାୟକର। ରାଣୀ ଶ୍ୟାମାବତୀ ହେଉଛି ଅର୍ଚ୍ଚନା ନାୟକଙ୍କର, ଆଜୀବକର ଅଟ୍ଟହାସ ସୁରେନ୍ଦ୍ର ମହାନ୍ତି, ରାଣୀ କପରସି ହେଉଛି ଅନାଦି ଚରଣ ସାହୁଙ୍କର। କସ୍ତମ କୁନ୍ତକ, ବାଣଭଟ୍ଟ, ଦଣ୍ଡି, ରୁଦ୍ରଟ। କିଏ ଆଞ୍ଚଳିକ ଭିତ୍ତିରେ ରୀତିର ନାମକରଣ କରିଥିଲେ? କୁନ୍ତକ, ବାଣଭଟ୍ଟ, ଦଣ୍ଡି, ରୁଦ୍ରଟ। ଆଞ୍ଚଳିକ ଭିତ୍ତିରେ ନାମକରଣ କରିଥିଲେ ବାଣଭଟ୍ଟ। ଆଉ ରୀତି ଭାବରେ ଗୌଡ଼ୀୟକୁ ନିକୃଷ୍ଟ ସ୍ଥାନ ପ୍ରଦାନ କରିଥିଲେ ଦଣ୍ଡି। ରୀତି ସହିତ ମାର୍ଗର ସମ୍ପର୍କ ପ୍ରଦର୍ଶନ କରିଥିଲେ କୁନ୍ତକ। ଆଉ ଲାଟି ନାମକ ନୂତନ ରୀତି ସଂଯୋଗ କରିଥିଲେ ରୁଦ୍ରଟ। ଅପସନ୍ 3 ହେବ ଏଇଟା ଅଛି। ମଲାଚଣ୍ଡ ଉପନ୍ୟାସର ଚରିତ୍ର ନାଥ ନନାଙ୍କ ପ୍ରକୃତ ନାମ କ'ଣ? ଲୋକନାଥ ତ୍ରିପାଠୀ, ଶିବନାଥ ଦାସ, ରାଧାନାଥ ଆଚାର୍ଯ୍ୟ, ଶ୍ରୀନାଥ ମିଶ୍ର। ଲୋକନାଥ ତ୍ରିପାଠୀ। ଭଞ୍ଜକିଶୋର ପଟ୍ଟନାୟକ, କାର୍ତ୍ତିକ କୁମାର ଘୋଷ, ରାମଚନ୍ଦ୍ର ମିଶ୍ର, ଗୋପାଳ ଛୋଟରାୟ। ଭଞ୍ଜକିଶୋର ପଟ୍ଟନାୟକ ନାଟକ ହେଲା ପରିଣତି। କାର୍ତ୍ତିକ କୁମାର ଘୋଷଙ୍କ ନାଟକ ହେଲା ବୀର କାସିମ। ରାମଚନ୍ଦ୍ର ମିଶ୍ରଙ୍କ ନାଟକ ହେଲା ମୂଲିଆ। ଗୋପାଳ ଛୋଟରାୟଙ୍କ ନାଟକ ହେଲା ଭରସା। ଉଣେଇଶହ 70-80 ମସିହାର ନାରୀବାଦ ଆନ୍ଦୋଳନରେ କେଉଁ ଦୁଇଟି ମୁଖ୍ୟ ଧାରାକୁ ଆଚାର୍ଯ୍ୟ ଭାବାନନ୍ଦ ଇଙ୍ଗିତ କରିଛନ୍ତି? 1970-80 ମସିହାର ନାରୀବାଦ ଆନ୍ଦୋଳନରେ କେଉଁ ଦୁଇଟି ମୁଖ୍ୟ ଧାରାକୁ ଆଚାର୍ଯ୍ୟ ଭାବାନନ୍ଦ ଇଙ୍ଗିତ କରିଛନ୍ତି? ନାରୀ ସ୍ୱାଧିକାରର ସଚେତନତା ସୃଷ୍ଟି, ପାରିବାରିକ ସମ୍ପୃକ୍ତିରେ ନାରୀର ନିଷ୍ପୃହତା, ଲିଙ୍ଗଜନିତ ପ୍ରଭେଦର ଆଲୋଚନା, ସମାଜର ସବୁ କ୍ଷେତ୍ରରେ ନାରୀ ପ୍ରତିନିଧିତ୍ୱ। ଲିଙ୍ଗଜନିତ ପ୍ରଭେଦର ଆଲୋଚନା, ସମାଜ ସବୁ କ୍ଷେତ୍ରରେ ନାରୀ ପ୍ରତିନିଧିତ୍ୱ। ସି ଆଉ ଡି। ଅନାଦ ଶଙ୍କର ରାୟ, ଅନନ୍ତ ପଟ୍ଟନାୟକ, ମନୋହର ମିଶ୍ର, ମାୟାଧର ମାନସିଂହ। ଏବେ କାଠ ପଥର ନ ପୂଜି ଆସ ପୂଜ ଜୀବନ୍ତ ଦେବତା। ଏ କୋଟେସନଟି କାହାର? ଏବେ କାଠ ପଥର ନ ପୂଜି ଆସ ପୂଜ ଜୀବନ୍ତ ଦେବତା ହେଉଛି ଦେବପୂଜା କବିତା ମାୟାଧର ମାନସିଂହଙ୍କର। ଭାତ ଲୋଡ଼ି ପାଇଲୁ ଯେବେ ଗୁଳି ଲାଠି, ଜମି ଲୋଡ଼ି ପାଇଲୁ ତ ମଶାଣିର ମାଟି। ଭାତ ଲୋଡ଼ି ପାଇଲୁ ଯେବେ ଗୁଳି ଲାଠି,
ଜମି ଲୋଡ଼ି ପାଇଲୁ ତ ମଶାଣିର ମାଟି। ହେଉଛି ମନମୋହନ ମିଶ୍ରଙ୍କର ସପନ ଲୋକେ ଗୋପନ ପୁରେ ଗ୍ରହ ତାରକା ଆଡ଼ାଇ। ତା ସୁଜନ ସ୍ୱପ୍ନ କବିତା ଅନାଥ ଶଙ୍କର ରାୟଙ୍କର। ମୃତ୍ୟୁ ଜଳେ ପହରି ପହରି ତୋଳେ ଯେ ତୋଲାଗି ରକ୍ତ କଇ ଅନନ୍ତ ପଟ୍ଟନାୟକ। ଝଡ଼ରେ ରୁଧିର ଝର କବିତା। ଅପସନ୍ 3 ହେବ କରେକ୍ଟ ଆନ୍ସର୍। ଗୌଡ଼ି ରୀତି ପାଇଁ ରଚନାର କେଉଁ ଦୁଇଟି ଲକ୍ଷଣ ଆବଶ୍ୟକ? ଗୌଡ଼ି ରୀତି ପାଇଁ କେଉଁ ଦୁଇଟି ଲକ୍ଷଣ ଆବଶ୍ୟକ? ଗୌଡ଼ି ରୀତି ହେଲା ସମାସ ବହୁଳତା ଥିବ ଆଉ ଅନୁପ୍ରାସ ଯୁକ୍ତ ରଚନା ଥିବ। କୋମଳ ପଦବିନ୍ୟାସ ହେଲା ଲାଟି ରୀତି। କାନ୍ତି ମାଧୁର୍ଯ୍ୟ ସୌକୁମାର୍ଯ୍ୟ ହେଲା ପାଞ୍ଚାଳି ରୀତି। ଏ ଦେଶରେ ଯେ କିଆ ପୋଲାଙ୍ଗ ଫୁଟି ଝଡ଼ି ପଡ଼ୁଛି ସେ ଖବର ନ ରଖି ଏମାନେ ଚାମେଲି ଗୋଲାପ ବେଲଫୁଲ ହାନା ହେନାର ଗନ୍ଧ ଆଣି ଆମକୁ ଶୁଙ୍ଘାଇଲେ। ପରଧର୍ମର ଏ ଉକ୍ତି ସହିତ କେଉଁମାନେ ସମ୍ପୃକ୍ତ? ପରଧର୍ମ କବିତା ହେଉଛି ମାୟାଧର ମାନସିଂହଙ୍କର। ଆଉ ସେ ଏପରି ସବୁଜ କବିମାନଙ୍କୁ କହିଛନ୍ତି। ସୀତାକାନ୍ତ ମହାପାତ୍ରଙ୍କ ନୀରବତା କବିତାଟି କାହାକୁ ଆଧାର କରି ଲିଖିତ? ସୀତାକାନ୍ତ ମହାପାତ୍ରଙ୍କ ନୀରବତା କବିତାଟି ବର୍ଷା ସକାଳ କବିତା ସଂକଳନରେ ସ୍ଥାନିତ ହୋଇଛି। ଏଥିରେ ମହୁଲ ଫୁଲକୁ ଆଧାର କରି ରଚିତ ହୋଇଛି। ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ 1850 ମସିହା ପରଠାରୁ ଖ୍ରୀଷ୍ଟିଆନ ପାଦ୍ରୀ ଓ କମ୍ପାନୀ ସରକାରଙ୍କ ପରିଚାଳନାରେ ପ୍ରତିଷ୍ଠିତ ସ୍କୁଲଗୁଡ଼ିକ କେଉଁ ନାମରେ ପରିଚିତ ଥିଲେ? 1850 ମସିହା ପରଠାରୁ ଖ୍ରୀଷ୍ଟିଆନ ପାଦ୍ରୀମାନେ ଭର୍ଣ୍ଣାକୁଲାର ସ୍କୁଲ ସେ 8ଟି ଭର୍ଣ୍ଣାକୁଲାର ସ୍କୁଲ ପ୍ରତିଷ୍ଠା କରିଥିଲେ। 1850 ମସିହା ପରେ। ତା ପୂର୍ବରୁ ମିଶ୍ରାଇ ସ୍କୁଲ ଥିଲା। ଅପଭ୍ରଂଶ ସୁଆସାରୀ ବୋଇତ ବନ୍ଦାଣ ଅତିଥି ସତ୍କାର। ଉକ୍ତ କବିତାଗୁଡ଼ିକ ଅନୁକ୍ରମେ ସେଗୁଡ଼ିକ ସ୍ରଷ୍ଟାମାନଙ୍କୁ ସଜାଇ ଲେଖ। ଅପଭ୍ରଂଶ କବିତା କାର? ଅପଭ୍ରଂଶ କବିତା ହେଉଛି ଦୀପକ ମିଶ୍ରଙ୍କର। ଅପଭ୍ରଂଶ କବିତା ଦୀପକ ମିଶ୍ରଙ୍କର। ସୁଆସାରୀ କବିତା ବିନୋଦ ନାୟକଙ୍କର। ବୋଇତ ବନ୍ଦାଣ ସୀତାକାନ୍ତ ମହାପାତ୍ରଙ୍କର। ଅତିଥି ସତ୍କାର ରମାକାନ୍ତ ରଥଙ୍କର। ଦୀପକ ମିଶ୍ରଙ୍କ କବିତା କେଉଁଠି? ହଳଦୀପତ୍ର ବାସ୍ନା ଶୁକଦେବ ଜେନା। ହଳଦୀ ବସନ୍ତ ଶୁକ ବଢ଼େ। ଦୀପକ ମିଶ୍ରଙ୍କର ହେଲା ଶୁକ ବଢ଼େ। ଭାନୁଜୀ ରାଓଙ୍କର ହେଲା ହଳଦୀ ପତ୍ରର ବାସ୍ନା। ସୌଭାଗ୍ୟ ମିଶ୍ରଙ୍କର ହେଲା ଶୁକଦେବ ଜେନା। ସୁରେନ୍ଦ୍ର ବାରିକଙ୍କର ହେଲା ହଳଦୀ ବସନ୍ତ। ଡାକମୁନିସ୍ କେଉଁ ମସିହା ପ୍ରକାଶ ପାଇଥିଲା? 1916 ନଭେମ୍ବର, 1912 ସେପ୍ଟେମ୍ବର, 1915 ଅକ୍ଟୋବର, 1913 ଜୁଲାଇ। ଡାକମୁନିସ୍ ପ୍ରକାଶ ପାଇଥିଲା 1912 ସେପ୍ଟେମ୍ବର ମୁକୁର ପତ୍ରିକାରେ। ରାଣ୍ଡିପୁ ଅନ୍ତା 1913 ଜୁଲାଇ ମକୁର ପତ୍ରିକାରେ। ଗାରୁଡ଼ି ମନ୍ତ୍ର 1916 ନଭେମ୍ବର ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ। ମାଧବ ମହାନ୍ତିଙ୍କ କନ୍ୟା ସୁନା 1915 ଅକ୍ଟୋବର ଉତ୍କଳ ସାହିତ୍ୟ ପତ୍ରିକାରେ। ରୁଦ୍ରସୁଧାନିଧିରେ କେଉଁ ଚରିତ୍ର ସହିତ ସମ୍ପୃକ୍ତ? କୁନ୍ଦରେଖା, ପଦ୍ମିନୀ, ମହାଦେଈ, କୋକିଳାବତୀ। ରୁଦ୍ରସୁଧାନିଧି କୋକିଳାବତୀ। ଚତୁର ବିନୋଦ କୁନ୍ଦରେଖା।
ଚଇନି ଚକଡ଼ା ପଦ୍ମିନୀ, ହାସ୍ୟ କଲ୍ଲୋଳ ମହାଦୀ। ଚନ୍ଦ୍ରଶେଖର ନନ୍ଦ, ଗୋଦାବରୀଶ ମହାପାତ୍ର, କାଳିଚରଣ ପାଣିଗ୍ରାହୀ, ରାଜକିଶୋର ରାୟ। ଲେଖକ କ୍ରମ ଅନୁଯାୟୀ ସେମାନଙ୍କ ପୁସ୍ତକ ଗୁଡ଼ିକ କ୍ରମ ନିର୍ଦ୍ଧାରଣ କର। ରାଶିଫଳ ଗଳ୍ପ କାହାର? ରାଶିଫଳ ଗଳ୍ପ ହେଉଛି କାଳିଚରଣ ପାଣିଗ୍ରାହୀଙ୍କର। ମନର ଉନ୍ମାଳ ହେଉଛି ରାଜକିଶୋର ରାୟଙ୍କର। ଚିତ୍ର ହେଉଛି ଚନ୍ଦ୍ରଶେଖର ନନ୍ଦଙ୍କର। ମାଟିର ମାୟା ହେଉଛି ଗୋଦାବରୀଶ ମହାପାତ୍ରଙ୍କର। ବରାବର ABCD। अब C CD AB। ଚିତ୍ତରଞ୍ଜନ ଦାସଙ୍କ କେଉଁ ଗ୍ରନ୍ଥ? ଚିତ୍ତରଞ୍ଜନ ଦାସଙ୍କର ହେଲା ଭାରତରୁ ଚୀନ। ଶ୍ରୀହର୍ଷ ମିଶ୍ରଙ୍କର ହେଲା ପଶ୍ଚିମ ଦିଗନ୍ତ। ଗଣେଶ ମିଶ୍ରଙ୍କର ହେଲା ଅନୁଭୂତିରେ ୟୁରୋପ। ଅଖିଳମଣି ପଟ୍ଟନାୟକଙ୍କର ହେଲା ଅନ୍ୟ ଦେଶ। ଧନୁଯାତ୍ରା ଚୈତି ପର୍ବ, ଶୁଦ୍ଧିକ୍ରିୟା, ଜନ୍ମ ସଂସ୍କାର, ପୌଷ ପୂର୍ଣ୍ଣିମା। ଧନୁଯାତ୍ରା ଆମର ଅନୁଷ୍ଠିତ ହୁଏ ପୌଷ ପୂର୍ଣ୍ଣିମାରେ। ପାଲା ଆମର ଜନ୍ମ ସଂସ୍କାରରେ। ଦେଶିଆ ନାଟ ଚୈତି ପର୍ବ। ଦଧି ନାଟ ଶୁଦ୍ଧିକ୍ରିୟା। ଏ ଭିଣ୍ଡିକେସନ ଅଫ ଦ ରାଇଟ୍ସ ଅଫ ଓମେନର ଲେଖକ କିଏ? ମେରୀ ଭଲଷ୍ଟୋନକ୍ରାଫ୍ଟ, ଭର୍ଜିନିଆ ଓଲ୍ଫ, ଏଲେନ ସ୍ୱାଲଟର, ଜୁଡିଥ ଫେଟ୍ରଲି। ମେରୀ ଭଲଷ୍ଟୋନକ୍ରାଫ୍ଟ। ଏଠି ଉପନ୍ୟାସିକ ଅଛନ୍ତି, ଏଠି ତାଙ୍କ ଉପନ୍ୟାସ ଚରିତ୍ର ଅଛି। ବୈଷ୍ଣବ ଚରଣ ଦାସ ହେଲେ ରଙ୍ଗୀ ମନେ ମନେ ଉପନ୍ୟାସ ଚରିତ୍ର। କାଳିଚରଣ ପାଣିଗ୍ରାହୀଙ୍କ ହାରାବାୟୁ ହେଲା ମାଟିର ମଣିଷ ଉପନ୍ୟାସ ଚରିତ୍ର। ଉପେନ୍ଦ୍ର କିଶୋର ଦାସ ହେଲେ ମଲାଜନ ଉପନ୍ୟାସର ସତୀ। କୁନ୍ତଳ କୁମାରୀ ସାବତ ହେଲା ଶେଫାଳିକା, ଯାହା ତାଙ୍କର ଭ୍ରାନ୍ତି ଉପନ୍ୟାସ ଚରିତ୍ର। କେଉଁଟି ରାମଚନ୍ଦ୍ର ବେହେରାଙ୍କ ପ୍ରଥମ ଗଳ୍ପ ସଂକଳନ? ରାମଚନ୍ଦ୍ର ବେହେରାଙ୍କ ପ୍ରଥମ ଗଳ୍ପ ସଂକଳନ ହେଲା ଦ୍ୱିତୀୟ ଶ୍ମଶାନ। ଛାମୁ କେଉଁ ଶବ୍ଦ? ଇଂରାଜୀ, ପର୍ତ୍ତୁଗୀଜ, ଦ୍ରାବିଡ଼, ପାରସିକ। ଛାମୁ ହେଉଛି ଦ୍ରାବିଡ଼। ଅର୍ଦ୍ଦଳି ହେଉଛି ଇଂରାଜୀ। କାଗଜ ହେଉଛି ପାରସିକ। ସେପ୍ଟା ହେଉଛି ପର୍ତ୍ତୁଗୀଜ। ନିମ୍ନରେ ପ୍ରଦତ୍ତ କେଉଁ ଧ୍ୱନି ଗୁଡ଼ିକ ତାଡ଼ିତ ଧ୍ୱନି? ତାଡ଼ିତ ଧ୍ୱନି ହେଉଛି ଢ ଆଉ ଢ। ମେଘ ଏଠି ଈଶ୍ୱର, ମେଘର ରାଜତ୍ୱ ପୁରାପୁରି। ମେଘ ବଡ଼ ସ୍ୱେଚ୍ଛାଚାରୀ, ରାଜକନ୍ୟା ଶୋଇଥିବା ଘରେ ବେପଥୁ କେଶବା ସହ ସଜାଡ଼ୁ ସଜାଡ଼ୁ ଅଚାନକ ପଶିଯାଏ ବିନା ଡାକରାରେ। ଉକ୍ତ ପଂକ୍ତିରେ କେଉଁ ସହରର କଥା କବି ଭାନୁଜୀରାଓ ଉଲ୍ଲେଖ କରିଛନ୍ତି? ଭାନୁଜୀରାଓ ମୈଶୂରୀ ସହର କଥା ଉଲ୍ଲେଖ କରିଛନ୍ତି। ନିମ୍ନଲିଖିତ ପଦଟିରେ କେଉଁ ରୀତିର ସୂଚନା ମିଳେ? କାଳିନ୍ଦୀ ଜଳକଲ୍ଲୋଳ ରଙ୍ଗିଆ, କଦମ୍ବ ତରୁତଳ ତ୍ରିଭଙ୍ଗିଆ, କଳା କୋକିଳ କଜଳ କାଳିଆ, କେଳି ବରହୀ କଳାପଚୁଳିଆ, କାନ୍ତ କୁଣ୍ଡଳିଆ, କମୁଦ ବନ୍ଧୁ ମୁଖ ମୁଣ୍ଡଳିଆ। ହେଉଛି ରସକଲ୍ଲୋଳ ପଂକ୍ତି, ହେଉଛି ପାଞ୍ଚଳି ରୀତି। କୁନ୍ତୀ କୁନ୍ତୀ କେଉଁ ଦୁଇଟି ଉପନ୍ୟାସ ଦ୍ୱୟର କେନ୍ଦ୍ରୀୟ ଚରିତ୍ର? କୁନ୍ତୀ କୁନ୍ତୀ ହେଉଛନ୍ତି
ହୃଷିକେଶ ପଣ୍ଡାଙ୍କର ହରିଣ ପିଠିରେ ଅଜନା ସୂର୍ଯ୍ୟାସ୍ତ, ଆଉ ଗୋଟେ କୁନ୍ତୀ କୁନ୍ତଳା ଶକୁନ୍ତଳା ବୀଣାପାଣି ମହାନ୍ତିଙ୍କର। ଉଷା କେଦାରଗୌରୀ ପାର୍ବତୀ ଚନ୍ଦ୍ରଭାଗା। ରାଧାରଣୀଙ୍କ ଉଷା କାବ୍ୟଟି କେଉଁ କାବ୍ୟର ଅନୁସାରେ ରଚିତ? ଉଷା ହେଉଛି ଆଟଲାଣ୍ଟା, କେଦାରଗୌରୀ ହେଉଛି ପିରାମିଡ ଥେସ୍ବି, ପାର୍ବତୀ ହେଉଛି ଆଗାମେମ୍ନନ, ଚନ୍ଦ୍ରଭାଗା ହେଉଛି ଆପୋଲୋ ଡାର୍ଫିନ୍। ଦୁଆରୀ ନାଟ ସହ କେଉଁ ଦୁଇଟି ପ୍ରମୁଖ ଭାବେ ସମ୍ପୃକ୍ତ? ଦୁଆରୀ ନାଟ ସହ କେଉଁ ଦୁଇଟି ପ୍ରମୁଖ ଭାବେ ସମ୍ପୃକ୍ତ? ସୁଭଦ୍ରା, ଦକ୍ଷିଣ ଓଡ଼ିଶା। ଦୁଆରୀ ନାଟ ଗଞ୍ଜାମ ଅଞ୍ଚଳରେ ହୁଏ। ଡକ୍ଟର ବାସୁଦେବ ସାହୁ କେଉଁ ଦୁଇଟି ଆଞ୍ଚଳିକ ଭାଷା ଭାବେ ଉଲ୍ଲେଖ କରିଛନ୍ତି? ଡକ୍ଟର ବାସୁଦେବ ସାହୁ କେଉଁ ଦୁଇଟିକୁ ଆଞ୍ଚଳିକ ଭାଷା ଭାବେ ଉଲ୍ଲେଖ କରିଛନ୍ତି? ବାଲେଶ୍ୱରୀ ଭାଷା, ସମ୍ବଲପୁରୀ ଭାଷା। ତୁମର କୀର୍ତ୍ତି ଲୋଭନୀୟ ରୂପ ହୋଇଯାଏ, ପ୍ରତ୍ୟେକ ରମଣୀର ଦେହ ଓ ମନରେ ଯେଉଁଠି ମୋ ଭଳି ଚନ୍ଦ୍ରସେଣା ଭୋଗ କରେ ଅକାଳର ବସନ୍ତର ସୁଖ। ଉତ୍ପତ୍ତିଟି କେଉଁ କବିଙ୍କର ରଚନା? ଭାଣୁଜୀରାଓ, ରମାକାନ୍ତ ରଥ, ସୌଭାଗ୍ୟ ମିଶ୍ର, ଦୀପକ ମିଶ୍ର। ଏ ହେଉଛି ଦୀପକ ମିଶ୍ରଙ୍କର ଚନ୍ଦ୍ରସେଣାର ସୁଖ କବିତାର ପଂକ୍ତି। ରୌଦ୍ରରସ ସ୍ଥାୟୀ ଭାବ କ'ଣ? ରୌଦ୍ରରସ ସ୍ଥାୟୀ ଭାବ କ୍ରୋଧ। କ୍ରିୟାତତ୍ତ୍ୱ ସହିତ କିଏ ଜଡ଼ିତ? କ୍ରିୟାତତ୍ତ୍ୱ ସହିତ ସାତିଭସ। ସୌର ପୁରାଣ ତତ୍ତ୍ୱ ସହ ମାର୍ସ ମୁଲାର। ଖ୍ୟଷ୍ଟ ପୁରାଣ ତତ୍ତ୍ୱ ସହ ଗ୍ରିମ୍ ଭାତୃଦ୍ୱୟ। ଗୋତ୍ର ତତ୍ତ୍ୱ ସହ ଆର୍ନଲ୍ଡ ଭ୍ୟାନ୍ ଗେନେଫ। ପତଞ୍ଜଳିକ ଭାଷ୍ୟକାର ଗାନ୍ଧୀଜୀ ପ୍ରବନ୍ଧର ଷଷ୍ଠ କିଏ? ପତଞ୍ଜଳିକ ଭାଷ୍ୟକାର ଗାନ୍ଧୀଜୀ ପ୍ରବନ୍ଧ ଷଷ୍ଠ ହେଲା କୃଷ୍ଣପ୍ରସାଦ ମିଶ୍ର। ଗୁରୁପ୍ରସାଦ ମହାନ୍ତିଙ୍କ ହାତ କବିତାରେ କ'ଣ ବ୍ୟଞ୍ଜିତ ହୋଇଛି? ରାଜନୈତିକ ବ୍ୟଙ୍ଗ। ଓଡ଼ିଶାର ଏକ ଅତି ଲୋକପ୍ରିୟ କିମ୍ବଦନ୍ତୀ ସହିତ ସାମାନ୍ୟ ଐତିହାସିକତାର ସମନ୍ୱୟରେ ଏହାର କଥା ଭାଗ କଳ୍ପିତ ହୋଇଛି। ଏ ମନ୍ତବ୍ୟ ସହ ସମ୍ପୃକ୍ତ ନାଟକ ଓ କଥକଙ୍କୁ ଚିହ୍ନଟ କର। କଥକ ହେଲେ ହେମନ୍ତ କୁମାର ଦାସ, ନାଟକ ହେଲା କାଞ୍ଚି କାବେରୀ। ଷ୍ଟିଚ୍ ଥମ୍ପସନଙ୍କ ମୋଟିଭ୍ ଇଣ୍ଡେକ୍ସ ଅଫ୍ ଫୋକ୍ ଲିଟରେଚର ଗ୍ରନ୍ଥରେ ଜୀବଜନ୍ତୁ ବିଷୟକ ମୋଟିଭ୍ର କେଉଁ ପର୍ଯ୍ୟାୟ ରହିଛି? ଜୀବଜନ୍ତୁ ସମ୍ପର୍କୀୟ ମୋଟିଭ୍ ବିରେ ରହିଛି। ସାତତାରାର ଦ୍ୱୀପ ରୂପକାତ୍ମକ କବିତାରେ ନିମ୍ନ କେଉଁ ଦୁଇଟି ଦ୍ୱୀପର ପ୍ରଜ୍ୱଳନ ପ୍ରସଙ୍ଗ କବି ଉଲ୍ଲେଖ କରିଛନ୍ତି? ସାତତାରା ଦ୍ୱୀପ 1962 ମସିହାରେ ବୀନଚନ୍ଦ୍ର ନାୟକଙ୍କ ଦ୍ୱାରା ପ୍ରକାଶ ହୋଇଥିଲା। ଏଥିରେ 7ଟି ଦ୍ୱୀପର ପ୍ରଜ୍ୱଳନ ରହିଛି। ଏଥିରେ ଆମ ପରିଣୀତା ବନ୍ଧୁ ଆଉ ଜ୍ୟୋତ୍ସ୍ନା ପିପାସା। ଏମାନଙ୍କ ମଧ୍ୟରୁ କିଏ ଦେବେନ୍ଦ୍ର ଶତାର୍ଥୀଙ୍କ ଉତ୍ସାହ ଓ ଅନୁପ୍ରେରଣାରେ ଲୋକଗୀତ ସଂଗ୍ରହରେ ବ୍ରତୀ ହୋଇଥିଲେ? ଅପର୍ଣ୍ଣା ପଣ୍ଡା, ଚକ୍ରଧର ମହାପାତ୍ର, ଖଗେଶ୍ୱର ସେଠ, ଗୋପାଳ ଚନ୍ଦ୍ର ମହାରାଜ। ଚକ୍ରଧର ମହାପାତ୍ର। ଏଠି ଗଳ୍ପ ଦେଇଛି ଗୋଟେ ରଚୟିତ ଅଚଳାୟତନ, ଅନଳନଳ, ଅନାଦି ଅନନ୍ତ, ଅଶ୍ୱମେଧର ଘୋଡ଼ା। ଅଚଳାୟତନ କାହାର?
ଅଚଳାୟତନ ହେଉଛି ସୁରେନ୍ଦ୍ର ମହାନ୍ତିଙ୍କର। ଅନଳ ନଳ ହେଉଛି ଗୋପୀନାଥ ମହାନ୍ତିଙ୍କର। ଅନାଦି ଅନନ୍ତ ବଳରାମ ପଟ୍ଟନାୟକର। ଅଶ୍ୱମେଧର ଘୋଡ଼ା ବିଭୂତି ପଟ୍ଟନାୟକର। ହଳଦୀ ମଖାମୁଖି ନାରଣଗଡ଼ ପାରି ହୋଇଲେ କୁଟୁମ୍ବ ଦେଖାଦେଖି। ଉକ୍ତିଟିରେ କେଉଁ ଦୁଇ ପ୍ରସଙ୍ଗ ବ୍ୟତୀତ? ହଳଦୀ ମଖାମୁଖି ନାରଣଗଡ଼ ପାରି ହୋଇଲେ କୁଟୁମ୍ବ ଦେଖାଦେଖି। ନାରଣଗଡ଼ ପାରି ହେଲେ ମାନେ ଗୋଟିଏ ସ୍ଥାନ ବିଶେଷ ପାରି ହୋଇଲେ କୁଟୁମ୍ବ ଦେଖାଦେଖି। ଏଠି ବିପଦ ସଂକୁଳତା ଆସୁଛି। ଏହି ପଂକ୍ତିଟି ଫକୀରମୋହନଙ୍କ ବାଲେଶ୍ୱରୀ ରାହାଜାନୀ ଗଳ୍ପରେ ରହିଛି। ପ୍ରତ୍ୟେକ ମନୁଷ୍ୟର ଜୀବନ ଗଠନ ଭିନ୍ନ। ଏକ ଗଛର ଦୁଇଟି ପତ୍ର ମଧ୍ୟ ସମ୍ପୂର୍ଣ୍ଣ ସମାନ ନୁହେଁ। ଜନ୍ମାନ୍ତରରେ ଯେଉଁମାନେ ବିଶ୍ୱାସ କରନ୍ତି, ମୁଁ ବିଶ୍ୱାସ କରେ, ସେମାନେ କହନ୍ତି ଯେ ଏ ଜୀବନ ବହୁ ଅତୀତ ଜୀବନର କ୍ରମ ବିକାଶ। ସାଧନାର ପଥରେ ଉଦ୍ଧୃତ ଏହି ଅଂଶକୁ କେଉଁ ଦୁଇଟି ପ୍ରସଙ୍ଗ ବ୍ୟତୀତ ହେଉଛି? ସାଧନାର ପଥ ହେଉଛି ହରେକୃଷ୍ଣ ମହତାବଙ୍କ ଆତ୍ମଜୀବନୀ। ଏଥିରେ ପାରମ୍ପରିକ ହିନ୍ଦୁ ବିଚାରବୋଧ ଆଉ ବିବର୍ତ୍ତନ ପ୍ରାକୃତିକ ଜୀବନଯାପନ, ଉନ୍ନତ ମୂଲ୍ୟବୋଧ, ବ୍ୟକ୍ତି ମଣିଷର ବନ୍ଦନା, ଗାନ ଓ ସୂକ୍ଷ୍ମ ପ୍ରକାଶଭଙ୍ଗୀ ସାହିତ୍ୟର ଏହି ବିଭାଗ ଅନୁକ୍ରମରେ ନିମ୍ନଲିଖିତ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱଗୁଡ଼ିକ ଚିହ୍ନିତ କର। ପ୍ରାକୃତିକ ଜୀବନଯାପନ। ପ୍ରାକୃତିକ ଜୀବନଯାପନ ହେଉଛି ରୋମାଣ୍ଟିସିଜିମ୍। ଉନ୍ନତ ମୂଲ୍ୟବୋଧ ହେଉଛି କ୍ଲାସିସିଜିମ୍। ବ୍ୟକ୍ତି ମଣିଷର ବନ୍ଦନା ଗାନ ହେଉଛି ଅସ୍ତିତ୍ୱବାଦ। ସୂକ୍ଷ୍ମ ପ୍ରକାଶଭଙ୍ଗୀ ହେଉଛି ପ୍ରତୀକବାଦ। ଶକୁନ୍ତଳାର ମନସ୍ତତ୍ୱ ପ୍ରବନ୍ଧଟିର ସ୍ରଷ୍ଟା କିଏ? ଶକୁନ୍ତଳା ମନସ୍ତତ୍ୱ ପ୍ରବନ୍ଧ ସ୍ରଷ୍ଟା ଶଶିଭୂଷଣ ରାୟ। ନିମ୍ନରେ ପ୍ରଦତ୍ତ କେଉଁ ଦୁଇଟି ଶବ୍ଦରେ ସଘୋଷୀ ଭବନ ଧ୍ୱନିର ରୂପ ଦେଖିବାକୁ ମିଳେ? ପ୍ରଘଟ ମଗର, ବିଞ୍ଚଣା ସମ୍ପଦ, ଗରମ ଆସ୍ଥାନ, ନିହଣ ଗହୀର। ପ୍ରଘଟ ମଗର। ପ୍ରଘଟଟି ପ୍ରକଟରୁ ପ୍ରଘଟ, ମକରରୁ ମଗର। ଗୋଲକ ବେହେରା ଧଳଙ୍କ ମତରେ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା କହିଲେ କ'ଣ ବୁଝାଏ? ବୈଦିକ ଓ ଲୌକିକ ସଂସ୍କୃତି। ବେଦାନ୍ତ ସାର ଗୁପ୍ତଗୀତା କାହାର? ଜଗନ୍ନାଥ ଦାସ, ସଚ୍ଚିଦାନନ୍ଦ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ। ବେଦାନ୍ତ ସାର ଗୁପ୍ତଗୀତା ହେଉଛି ବଳରାମ ଦାସଙ୍କର। ଦାରୁବ୍ରହ୍ମ ଗୀତା ହେଉଛି ଜଗନ୍ନାଥ ଦାସଙ୍କର। ଗୁରୁଭକ୍ତି ଗୀତା ହେଉଛି ଅଚ୍ୟୁତାନନ୍ଦ ଦାସଙ୍କର। ପ୍ରେମଭକ୍ତି ବ୍ରହ୍ମ ଗୀତା ହେଉଛି ଯଶୋବନ୍ତ ଦାସଙ୍କର। କବି ମନମୋହନ ମିଶ୍ର ନୂଆ ଗପଟି ଲେଖ କବିତାଟି କେଉଁ ଲେଖକଙ୍କ ମୃତ୍ୟୁରେ ରଚନା କରିଥିଲେ? କବି ମନମୋହନ ମିଶ୍ର ଭଗବତୀ ଚରଣ ପାଣିଗ୍ରାହୀଙ୍କ ମୃତ୍ୟୁରେ ନୂଆ ଗପଟି ଲେଖ କବିତା ରଚନା କରିଥିଲେ। ଗୋପାଳ ଚନ୍ଦ୍ର ମହାରାଜ ନିଜ ଲୋକକାହାଣୀ ସଂଗ୍ରହର ଭୂମିକାରେ ଲୋକକାହାଣୀକୁ କେତୋଟି ପ୍ରମୁଖ ଭାଗରେ ବିଭକ୍ତ କରିଥିଲେ? ଗୋପାଳ ଚନ୍ଦ୍ର ମହାରାଜ ଲୋକକାହାଣୀ ସଂଗ୍ରହର ଭୂମିକାରେ ଲୋକକାହାଣୀକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଗୋଟେ ହେଉଛି ବାଳୋପଯୋଗୀ କାହାଣୀ, ଆଉ ଗୋଟେ ହେଉଛି ବୁଦ୍ଧୋପଯୋଗୀ କାହାଣୀ। ଉତ୍କଳ କାହାଣୀରେ 21ଟି ଅଧ୍ୟାୟ ରହିଛି। ବୋଧଦାୟିନୀ, ଉତ୍କଳ ଦୀପିକା, ଉତ୍କଳ ଶୁଭଙ୍କରୀ, ସମ୍ବଲପୁର ହିତୈଷିଣୀ। ଏହି କର୍ମରେ ସମ୍ପାଦକମାନଙ୍କ ନାମ ସଜେଇ ଲେଖ। ବୋଧଦାୟିନୀ। ବୋଧଦାୟିନୀ ହେଉଛି ଫକୀରମୋହନ ସେନାପତିଙ୍କର। ଉତ୍କଳ ଦୀପିକା ହେଉଛି ଗୌରୀଶଙ୍କର ରାୟଙ୍କର। ଉତ୍କଳ ଶୁଭଙ୍କରୀ ହେଉଛି ଭଗବତୀ ଚରଣ ଦାସଙ୍କର। ସମ୍ବଲପୁର ହିତୈଷିଣୀ ହେଉଛି ଲକ୍ଷ୍ମୀ ବିଦ୍ୟା ରତ୍ନାକର।
ଭିକ୍ଟର ହ୍ୟୁଗୋଙ୍କ ଲା ମିଜରେବଲ୍ ଉପନ୍ୟାସର ଛାୟାରେ କେଉଁ ଉପନ୍ୟାସ ଦୁଇଟି ରଚିତ? ଭିକ୍ଟର ହ୍ୟୁଗୋଙ୍କ ଲା ମିଜରେବଲ୍ ଉପନ୍ୟାସ ଛାୟାରେ ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ପିୟୁଷ ପ୍ରବାହ, ଗୋଦାବରୀଶ ମିଶ୍ରଙ୍କ ଅଭାଗିନୀ। ନିୟମିତ ନାଟ୍ୟଗୁଡ଼ିକ ମଧ୍ୟରୁ କେଉଁଟି କୌଣସି ଉପନ୍ୟାସ ନାଟ୍ୟରୂପ ନୁହେଁ? ନଷ୍ଟଭୋଷ ହେଉଛି ନାଟକ ଗୋପାଳ ଛୋଟରାୟଙ୍କର। ନିୟମିତ ଶବ୍ଦଗୁଡ଼ିକ କ୍ରମ ଅନୁଯାୟୀ ସେଗୁଡ଼ିକ ଥିବା ଅଭିଲେଖଗୁଡ଼ିକୁ ସଜାଇ ଲେଖ। ବାଣିଜ୍ୟ, କ୍ରଷଣ, ଲୋଣ, ସମସ୍ତୁ। ବାଣିଜ୍ୟ ଶବ୍ଦ ହେଉଛି ଉର୍ଜା ଶିଳାଲେଖର। କ୍ରଷଣ ଶବ୍ଦ ହେଉଛି ଭୁବନେଶ୍ୱର ଦ୍ୱିଭାଷିକ ଶିଳାଲେଖ। ଲୋଣ ହେଉଛି ଜଗନ୍ନାଥ ମନ୍ଦିର ଦ୍ୱାରା ଶିଳାଲେଖ। ସମଷ୍ଟି ହେଉଛି ଭାଇଜାଗ ପଟନାବସ୍ଥ ଲକ୍ଷ୍ମୀ ନୃସିଂହ ମନ୍ଦିର ସ୍ୱାମୀ ମନ୍ଦିରର ଶବ୍ଦ। ପ୍ରକାଶ କାଳ ଅନୁଯାୟୀ ନିୟମିତ ଉପନ୍ୟାସଗୁଡ଼ିକ ଉପଯୁକ୍ତ କ୍ରମ ନିର୍ଦ୍ଧାରଣ କର। ଏ ସମସ୍ତ ଉପନ୍ୟାସ ହେଉଛି କାହ୍ନୁଚରଣ ମହାନ୍ତିଙ୍କର। ଅଧେକ ହାତ ତାଙ୍କ ପ୍ରକାଶ ପାଇଥିଲା 1943ରେ। କା ପ୍ରକାଶ ପାଇଥିଲା 1956ରେ। ଶାସ୍ତି ଉପନ୍ୟାସ ପ୍ରକାଶ ପାଇଥିଲା 1946ରେ। ନିଷ୍ପତ୍ତି ଉପନ୍ୟାସ ପ୍ରକାଶ ପାଇଥିଲା 1932ରେ। ସେଠୁ ହେବ ରାଇଟ୍ ଆନ୍ସର୍। ଅପଭ୍ରଂଶ, ଦକ୍ଷିଣାବର୍ତ୍ତ, ଅଚଳାୟତନ, ଦୁଆର ଟପିଲା ବାଟ ଉପନ୍ୟାସ କ୍ରମନିର୍ଣ୍ଣୟ ପଦାର୍ଥ ସେ ଉପନ୍ୟାସ ଗୁଡ଼ିକ ଚରିତ୍ରକୁ ସଜାଅ। ଅପଭ୍ରଂଶ, ଦକ୍ଷିଣାବର୍ତ୍ତ, ଅଚଳାୟତନ, ଦୁଆର ଟପିଲା ବାଟ। ଅପଭ୍ରଂଶ ଉପନ୍ୟାସର ଚରିତ୍ର ହେଲା କେ ଟିମାୟା, ଦୋରା। ଦକ୍ଷିଣାବର୍ତ୍ତର ହେଲା ଧୋବା ବୁଢ଼ୀ। ଅଚଳାୟତନର ହେଲା ଟିକି ଡରଥି। ଦୁଆର ଟପିଲା ବାଟ ଆଭା। ବହୁଚର୍ଚ୍ଚିତ ସମ୍ବଲପୁର ନାଟକ ଭୁଖାର ନାଟ୍ୟକାର କିଏ? ମଙ୍ଗୁଳିଚରଣ ବିଶ୍ୱାଳ। ଘାଗରା, ଚିଙ୍ଗୁଡ଼ି, ତମାଖୁ ଓ ଫିନାଇଲ୍ ଏ ଶବ୍ଦ କ୍ରମରେ ସେମାନଙ୍କ ଭାଷା ପରିବାରକୁ ସଜାଇ ଲେଖ। ଘାଗରା ହେଉଛି ଅଷ୍ଟ୍ରିକ୍। ଚିଙ୍ଗୁଡ଼ି ହେଉଛି ଦ୍ରାବିଡ଼। ତମାଖୁ ହେଉଛି ପର୍ତ୍ତୁଗୀଜ। ଫିନାଇଲ୍ ହେଉଛି ଇଂରାଜୀ। ବାଇନାରୀ ଅପୋଜିସନ୍, ଗାଉନ କ୍ରିଟିସିଜିମ୍, ଲାଗୋଷ୍ଟିସିଜିମ୍, ମ୍ୟାକ୍ସିମାଲ ରିଡିଂ। ବିଘଟନବାଦ, ପାଠକ ପ୍ରତିଜ୍ଞାତତ୍ତ୍ୱ, ନାରୀବାଦ, ସଂରଚନାବାଦ। ବାଇନାରୀ ଅପୋଜିସନ୍ ସଂରଚନାବାଦ, ଗାଇନ କ୍ରିଟିସିଜିମ୍ ନାରୀବାଦ, ଲୋଗୋସିଟିଜିମ୍ ବିଘଟନବାଦ, ମ୍ୟାକ୍ସିମାଲ ରିଡିଂ ପାଠକ ପ୍ରତିଜ୍ଞାତତ୍ତ୍ୱ। ରତ୍ନାକର ଚଇନି, ସୁରେନ୍ଦ୍ର ବାରିକ, ଗୋପେନ୍ଦ୍ରନାଥ ଦାସ, ସୀତାକାନ୍ତ ମହାପାତ୍ର। ଖଦ୍ୟୋତ୍ତର ଦୂତି। ଖଦ୍ୟୋତ୍ତର ଦୂତି ହେଉଛି ଖଗେନେନ୍ଦ୍ର ନାଥ ଦାସ। ବାମନର ପାଦ। ବାମନର ପାଦ ହେଉଛି ସୁରେନ୍ଦ୍ର ବାରିକଙ୍କର।
ମୋ ଆଖିର ମୂଲ। ମୋ ଆଖିର ମୂଲ ହେଉଛି ରତ୍ନାକର ଚଇନିକର। ଆଉ ଅନ୍ଧାର ଝୁଟି ଚିତା ସୀତାକାନ୍ତ ମହାପାତ୍ର। କେଉଁ କାବ୍ୟ ଦୁଇଟିରେ ପରକୀୟା ପ୍ରୀତିର ବର୍ଣ୍ଣନା ନାହିଁ? କଳ୍ପଲତା ଜାଟ ଇଚ୍ଛାବତୀ। କଳାବତୀ କାବ୍ୟ ହେଉଛି ପାର୍ଥ ଶ୍ରୀ ଚନ୍ଦନକର, ପ୍ରେମଲୋଚନ ବିଷ୍ଣୁ ଦାସ। କୁଲେର, ନୋମାନ ହଲାଣ୍ଡ, ହ୍ୟାନ୍ସ ଜର୍ଜ ଗାଦାଗାର, ଉଲଫଗାଙ୍ଗ ଆଇଜର। ଏଥିରେ ସେମାନଙ୍କ ରଚିତ ପୁସ୍ତକଗୁଡ଼ିକୁ ସଜେଇ ଲେଖ। ଟ୍ରୁଥ ଆଣ୍ଡ ମେଥଡ଼। ଟ୍ରୁଥ ଆଣ୍ଡ ମେଥଡ଼ ପୁସ୍ତକ ହେଉଛି ହ୍ୟାନ୍ସ ଜର୍ଜ ଗାଦାଗାର। ରିଡର୍ସ ରିଡିଂ। ରିଡର୍ସ ରିଡିଂ ହେଲା ନୋମାନ ହଲାଣ୍ଡ। ଦ ଇନଫିନିଟ ଲିଡର ହେଲା ଉଲଫଗାଙ୍ଗ ଆଇଜର। ଷ୍ଟ୍ରକ୍ଚରାଲିଷ୍ଟ ପୋଏଟିକ୍ସ ହେଲା କୁଲେର। ରେବତୀର ଶୈଳ୍ପିକ ସାର୍ଥକତା ଓ ଅଶ୍ଳୀଳ ଆବେଦନ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟରେ ଯଥାର୍ଥରେ ଏକ ବିସ୍ମୟ। ସୁରେନ୍ଦ୍ର ମହାନ୍ତିଙ୍କ ଏହି ଉକ୍ତିରେ କେଉଁ ପ୍ରସଙ୍ଗ ଗୁଡ଼ିକ ବ୍ୟଞ୍ଜିତ? ଗଳ୍ପର ଆବିର୍ଭାବତା ବିସ୍ମୟ, ରେବତୀର ଯୁଗଜୟୀ ପ୍ରଭାବ। ନାରୀ ମନସ୍ତତ୍ୱ ଦୃଷ୍ଟିରୁ ତାଙ୍କ ଗଳ୍ପଗୁଡ଼ିକ ସଫଳ, ସରଳ ଭାଷା ଓ ଶୈଳୀରେ ରଚିତ। ତାଙ୍କ ଗଳ୍ପଗୁଡ଼ିକରେ ପରମ୍ପରା ପ୍ରୀତିର ପରିଚୟ ସହଜଲଭ୍ୟ। ସୁରେନ୍ଦ୍ର ମହାରଣାଙ୍କ ଏ ମନ୍ତବ୍ୟ ସହ କେଉଁ ଦୁଇଟିର ସମ୍ପର୍କ ରହିଛି? ବୀଣାପାଣି ମହାନ୍ତି, ଆତ୍ମିକ ଆଙ୍ଗିକ ପ୍ରସଙ୍ଗ। ରଙ୍ଗମଞ୍ଚ ତାହା କିଏ ପ୍ରତିଷ୍ଠାତା? ସତୀଶ ଚନ୍ଦ୍ର ସରକାର ହେଲେ ମ୍ୟାଗ୍ନେଟିକ ଥିଏଟର୍ସ। ପଦ୍ମନାଭ ଦେବ ହେଲେ ପଦ୍ମନାଭ ରଙ୍ଗଳାୟ। ବନମାଳୀପତି ହେଲେ ରାଧାକୃଷ୍ଣ ଥିଏଟର୍ସ। ରଜନୀକାନ୍ତ ବିଶ୍ୱାସ ହେଲେ ଉଷା ପେଣ୍ଡାଲ। ନିର୍ମଳ ପ୍ରଦତ୍ତ ଏକାଙ୍କିକା ଗୁଡ଼ିକ ମଧ୍ୟରୁ କେଉଁ ଦୁଇଟି ହାସ୍ୟ ରସାତ୍ମକ? ଅଫିମ ଲୀଳା, ପେଟେଣ୍ଟ ମେଡିସିନ। ଅଫିମ ଲୀଳା ହେଲା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର। ପେଟେଣ୍ଟ ମେଡିସିନ ହେଲା ଗୋପାଳ ଛୋଟରାୟଙ୍କର ଏକାଙ୍କିକା। ଟିକି ମୁକୁଟ ଡାକେ କୁକୁଟ, ସେବାଣୀ ଭାର୍ଯ୍ୟା ପତିଙ୍କ କୁଟ। ଲାବଣ୍ୟବତୀର ଏ ପଦରେ କୁଟ ପ୍ରୟୋଗ କେଉଁ ଅର୍ଥରେ ହୋଇଛି? କୁଟ କଟୁ। ଓଡ଼ିଆ ଭାଷାରେ ପ୍ରଚଳିତ ଜଲେବି ଏବଂ ଅନାରସ ଶବ୍ଦ ଦୁଇଟି କେଉଁ ଭାଷା ଗୁଡ଼ିକରୁ ଆସିଛି? ଜଲେବି ଆସିଛି ପାରସିକ, ଅନାରସ ଆସିଛି ପର୍ତ୍ତୁଗୀଜ। ଅଶ୍ୱିନ କୁମାର ଘୋଷ କେଶରୀ ଗଙ୍ଗ ନାଟକ କେଉଁ କାବ୍ୟର ଭିତ୍ତିରେ ପରିକଳ୍ପିତ? କେଶରୀ ଗଙ୍ଗ ନାଟକ ନନ୍ଦିକା କେଶରୀ। ଜର୍ମାନୀ ନାଟ୍ୟକାର ବର୍ଟୋଲ୍ଡ ବ୍ରେଖେଟ କେଉଁ ପ୍ରକାର ନାଟକ ଜନକ ଥିଲେ? ଏପିକ୍ ନାଟକ।
କାଳିଚ ପାଇକରାୟ ମାଧବାଂଶୀ ବୈକୁଣ୍ଠନାଥ ପଟ୍ଟନାୟକ ରାଧାମୋହନ ନାୟକ ଏକ ପୁସ୍ତକ। ମହାଦୀପ ହେଲା କାଳିଚ ପାଣିଗ୍ରାହୀଙ୍କର। ସ୍ମରଣିକା ହେଲା ରାଧାମୋହନ ଗଣନାୟକଙ୍କର। ଉତ୍ତରାୟଣ ହେଲା ବୈକୁଣ୍ଠନାଥ ପଟ୍ଟନାୟକଙ୍କର। ମାଧବାଂଶୀଙ୍କର ହେଲା ସିନ୍ଧୁ ବିନ୍ଦୁ। ପୁସ୍ତକ ତା ଲେଖକ। ଖୁଦୁରୁକୁଣୀ ଓଷା ବହିକାର। ଖୁଦୁରୁକୁଣୀ ଓଷା ବହି ଗୋପୀନାଥ ଦାସଙ୍କର। ରାମ ବିବାହ କାବ୍ୟ ଅର୍ଜୁନ ଦାସଙ୍କର। ବିଷ୍ଣୁ ଗର୍ଭ ପୁରାଣ ଚୈତନ୍ୟ ଦାସଙ୍କର। ସର୍ବାଙ୍ଗ ସୁନ୍ଦରୀ ଲୋକନାଥ ବିଦ୍ୟାଧରଙ୍କର। ନିମନ୍ତ କେଉଁ ଦୁଇଟି ଗ୍ରନ୍ଥ ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ? ଦାରୁବାହ ଗୀତା, ଶିବ ସୁରଦେୟ, ତୁଳାପିଳା, ଅର୍ଥ କୋଇଲି। ଶିବ ପାର୍ବତୀଙ୍କ କଥୋପକଥନରେ ଶିବ ସୁରଦେୟ ଆଉ ତୁଳାପିଳା। ଦାରୁବଲ୍ଲଭ ଗୀତା ଶୁକ ଆଉ ପରୀକ୍ଷିତ। ଅର୍ଥ କୋଇଲିରେ ଶ୍ରୀକୃଷ୍ଣ ଆଉ ଅର୍ଜୁନ। କେଉଁ ରମ୍ୟ ରଚନାଟି ଭୁବନେଶ୍ୱର ବେହେରାଙ୍କ ଦ୍ୱାରା ରଚିତ? ଢେଙ୍କି ଓ ପ୍ରକୃତି। ଧ୍ୱନିଧାର, ହୁଦ୍, ବୈକଲ୍ୟ, ଇଙ୍ଗିତିକ ନାମ ଏହି ପ୍ରୟୋଗ ଗୁଡ଼ିକ ମଣ ଦାସଙ୍କ ନିଜର କେଉଁ ଉପନ୍ୟାସରେ କହିଛନ୍ତି? ଆକାଶର ଇଶାରା।